ଅଛି ଖଳ ସ୍ୱଭାବ ନାହିଁ। ୟା କଥାଟା ତା ପାଖରେ କହିକି ଟିକେ ବୁଲେଇ ବାଙ୍କିକି ଆମ ମାନଙ୍କ ଭିତରେ ବି ଅଛି ନା ନାହିଁ? କାହା ପାଖରେ ଅଛି? ଆମର ବେଶୀ ସମୟ କଳି ଝଗଡ଼ା କଣ ପାଇଁ ହୁଏ? କେହି ଜଣେ ଏମିତି ଲୋକ ଅଛନ୍ତି, ୟା କଥାଟାକୁ ଏମିତି ଯେମିତି ଯାଇ କହିଦବ ତା ପାଖରେ ଏଇଭଳି ଭାବେ ବର୍ଣ୍ଣନା କରିଦବ, ଖଳ ଲାଗିଯିବ। ଆମେ ସିଦ୍ଧାନ୍ତଟାକୁ ନ ବୁଝିକି କୋଉ କାରଣରୁ ହେଇଥିବ ତା ବେଳେ ବେଳେ ବୁଝାମଣା ଭୁଲ ହେଇଯାଏ। ଇଏ ଏଇଆ କହିଥିଲା, ମତେ ଏଇଆ କହିଥିଲା, ସେ ସେଇଟାକୁ ଏତେ ଉଗ୍ର ସ୍ୱଭାବ ହେଇକି କଣ କରିବ, ମାନେ ଅନ୍ୟ ପାଖରେ ଯାଇକି କଳହ କରିବ। ଆଉ ଖଳ ଲଗେଇବାର ଏଇଟା ହଉଛି କଣ, ଭଗବାନ ସେଇଥିପାଇଁ ଯେ କୁହନ୍ତି ଛଳୟସି ବିକ୍ରମଣେ ବଳିବଦ୍ଭୁତ ଭାବନା। ଯିଏ ଛଳନା କରିବ ଖଳ ବ୍ୟକ୍ତି ମାନଙ୍କୁ ବିନାଶ କରିବା ପାଇଁ ଭଗବାନ କଣ କରନ୍ତି, କାହା ନା କାହା ଭଗବାନ ତ ବହୁତ ଶୁଦ୍ଧ ଭକ୍ତ ହେଲେ ଯାଇକି ସେ ଯଦି ଖଳ ଥିବ ତା ଖଳଟାକୁ ତାର ଯଦି ଦୁର୍ଭାବନା ଥିବ, ଯେମିତି ଭଗବାନ ବାମନରେ ପ୍ରକଟ ହେଲେ, ମାନେ ବଳି ମହାରାଜ ଆତ୍ମନିବେଦନର ଶ୍ରେଷ୍ଠ ଭକ୍ତ, ଜଣେ ମହାଜନ।